ସ୍ୱର୍ଗତ ମୁରଲୀଧର ସାହୁଙ୍କ ଶ୍ରଦ୍ଧାଞ୍ଜଳିକୁ ସାକାର କରିବା ପାଇଁ ଆମ ଅନୁଷ୍ଠାନ ତରଫରୁ ତୃତୀୟ ସଦେହ ଆମେ ବର୍ତ୍ତମାନ ମୁରଲୀଧର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବରେ ପ୍ରେଜେଣ୍ଟ ଥିବା ତାଙ୍କର ନିକଟ ସମ୍ପର୍କୀୟ ଏବଂ ତାଙ୍କ ପରିବାରକୁ ଆମେ ଝଲକରେ ଆପଣମାନଙ୍କୁ ଦେଖାଉଛୁ। ପରିବାର ଭିତରେ ପାରିବାରିକ ବୁଝାବଣା ସହିତ ସାହୁ ପରିବାର ଅତୀବ ସକ୍ରିୟ, ଏହା ନିଶ୍ଚିତ। ସ୍ନେହକୁ ଅତି ନିକଟରୁ ଦେଖିପାରୁଥିବା ସ୍ୱର୍ଗତ ସାହୁଙ୍କ ବାର୍ଷିକ ଶ୍ରଦ୍ଧାଞ୍ଜଳି ଦିବସରେ ମାତୃମଣ୍ଡଳୀର ସମର୍ପଣ ସଦ୍ଭାବନା। ଜଣେ ସଫଳ ବ୍ୟବସାୟୀ ଅନେକ ପରିବାରକୁ, ଅନେକ ହୃଦୟକୁ କିପରି ଜିଣିପାରୁଛି ତାହାର ଏକ ବାସ୍ତବ ଚିତ୍ର ଆପଣ ଦେଖିପାରୁଛନ୍ତି। ଟ୍ରେଡ୍ ଆଣ୍ଡ କମର୍ସ ଅନେକଙ୍କୁ ସୁଯୋଗ ସୃଷ୍ଟି କରେ। ଏହି ଚିତ୍ର ଯଥେଷ୍ଟ ସ୍ୱର୍ଗତ ମୁରଲୀଧର ସାହୁଙ୍କ ଅନ୍ତେ ଆରପାରିରେ ଥିବା ପରେ ମଧ୍ୟ ଅନେକ ମନକୁ ଜିଣି ପାରିଛନ୍ତି ତାହାର ଏକ ସୁନ୍ଦର ଛବି। ସମର୍ପଣରେ ଅନେକ ସମୟ, ସେହି ସମୟ ହିଁ ଜଣାଇ ଦେଉଛି ସ୍ୱର୍ଗତ ସାହୁଙ୍କ ପ୍ରତି ଥିବା ପ୍ରୀତିର ସ୍ୱତନ୍ତ୍ର ପରିଚୟ। ଜୀବନ ଜୀବିକା ପାଇଁ ଗାଁରୁ ଅନ୍ୟ ଅଞ୍ଚଳରେ ରହିବା, କିନ୍ତୁ ମନେ ପଡ଼ିବା ସମୟରେ ଏକତ୍ରିତ ହେବା, ଏହା ତା'ର ସ୍ୱତନ୍ତ୍ର ପରିଚୟ। ପ୍ରତିଷ୍ଠିତ ପରିବାରକୁ ତିଆରି କରିବାରେ ମୁରଲୀଧର ସାହୁଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜି ଏହି ପରିବାରରୁ ଅନେକ ବ୍ୟକ୍ତି ଗ୍ରାମାଞ୍ଚଳରୁ ସହରାଞ୍ଚଳ, ସହରାଞ୍ଚଳରୁ ଦେଶାଞ୍ଚଳ ଭିତରେ ଅନେକ ମର୍ଯ୍ୟାଦାପୂର୍ଣ୍ଣ ପଦପଦବୀରେ ରହି ଏହି ମାତୃକାର ସେବା କରୁଛନ୍ତି। କିଛି ବ୍ୟକ୍ତିତ୍ୱ ଆରପାରିରେ ଥିଲେ ମଧ୍ୟ ନିକଟରେ ଅଛନ୍ତି, ତାହା ଏକ ସ୍ୱତନ୍ତ୍ର ପରିଚୟ। ପୁସ୍ତକଟିଏ ନିର୍ମାଣ କରି ସମାଜକୁ ସୂଚାଇ ଦେଇଛନ୍ତି ଏହି ପରିବାର ଭଲ ପାଇବାର ସେହି ବାସ୍ତବିକ ପ୍ରଭାବ। ସ୍ୱର୍ଗତ ମୁରଲୀଧର ସାହୁ ନାହାନ୍ତି ସତ, କିନ୍ତୁ ରହିଛି ଅନେକ ସତ ଯାହା ଆଜି ଆମେ ଦେଖିପାରୁଛୁ। କେବଳ ଖୋର୍ଦ୍ଧା ଜିଲ୍ଲାରେ ସୀମିତ ନୁହନ୍ତି। ଆମ ପାଖରେ ଦେଖୁଥିବା ଅନେକ ଭଉଣୀମାନଙ୍କୁ ସେମାନେ ବିଭିନ୍ନ କର୍ମସଂସ୍ଥାନରେ ଓଡ଼ିଶା ମାଟିର ଅନେକ ସେବାକୁ ସାକାର କରୁଛନ୍ତି। ମୁରଲୀଧର ସାହୁଙ୍କ ବାର୍ଷିକ ଏହି ଉତ୍ସବରେ, ଦେହାନ୍ତ ଉତ୍ସବରେ ସମର୍ପଣର ସୂଚନା ଯାହା ଆପଣ ଦେଖିପାରୁଛନ୍ତି। ବାପା ଅଛନ୍ତି, ପୁଅ ଚାଲିଯାଇଛି। ନିଶ୍ଚିତ ଭାବରେ ଏକ ଦୁଃଖର ବିଷୟ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି ଯେ ପୁଅ ଚାଲିଗଲା ପରେ ମଧ୍ୟ ପୁଅଙ୍କର ଯେଉଁ ମୋହନୀୟ କାମ ବାପାଙ୍କୁ ଅନେକ ମାତ୍ରାରେ ଦୁଇଟି ଦୁଃଖ ଏବଂ ସୁଖକୁ ନିଶ୍ଚିତ ଭାବରେ ବାଣ୍ଟିଛି, ଏହା ନିଶ୍ଚିତ। ଏତେ ବଡ଼ ପରିବାର ଭିତରେ ସ୍ୱର୍ଗତ ସାହୁ ଏକା ନୁହନ୍ତି, ଏହା ନିଶ୍ଚିତ ଆମେ ଜାଣିପାରୁଛୁ। ତାଙ୍କ ପଛରେ ଆଜି ବି ଅନେକ ମନ ଲୁଚି ରହିଛି, ଏହା ନିଶ୍ଚିତ। ଭଲ ପାଇବାକୁ ଉଜ୍ଜୀବିତ କରିବା ପାଇଁ, ସଜୀବିତ କରିବା ପାଇଁ ଏକ ସ୍ମରଣିକା ପ୍ରିପାରେସନ୍ କରିବା, ଏକ କ୍ରେଡ଼ିଟ୍ ନିଶ୍ଚିତ ଭାବରେ ସ୍ୱର୍ଗତ ସାହୁଙ୍କ ପାଇଁ ସମର୍ପଣର ସେହି ସୂଚନା ଗୋଟିଏ ପୁସ୍ତକ ରହିଯାଇଛି। ଆମ ଅନୁଷ୍ଠାନ ତରଫରୁ ଏହାକୁ ଅଧିକ ଲୋକାଭିମୁଖୀ କରିବା ଏବଂ ମୁରଲୀଧର ସାହୁଙ୍କ ସ୍ମରଣିକା ଅନେକଙ୍କ ମନରେ ସ୍ମରଣୀୟ ହୋଇ ରହୁ, ଏହା ତା'ର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ଗଣମାଧ୍ୟମରେ ସମାଜ ପାଇଁ ସମର୍ପିତ ଥିବା ସେହି ମନ ହୃଦୟକୁ ଆମେ ସାକାର କରିବା, ସମସ୍ତଙ୍କ ପାଖରେ ପହଞ୍ଚାଇବା, ଏହା ହେଉଛି ସାମାଜିକ ଗଣମାଧ୍ୟମର ମୁଖ୍ୟ କାମ। କାରଣ ଏହିପରି ବ୍ୟକ୍ତିତ୍ୱଙ୍କୁ ଦେଖି ଅନେକ ବ୍ୟକ୍ତିତ୍ୱ ସୃଷ୍ଟି ହେବେ, ଏହି ଉଦ୍ଦେଶ୍ୟରେ ମଧ୍ୟ ଆଜିର ଏହି ପ୍ରେଜେଣ୍ଟେସନ୍ କନେକ୍ସନ୍ ରହୁଛି।